ଚାଲନ୍ତୁ ଆଜି ଆମେ ବନେଇବା ହୋଟେଲ ଷ୍ଟାଇଲର ଧଣିଆ ଚଟଣି। ଏଇଟା ରୁଟି, ପିଠା, ପରଟା କିମ୍ବା ଇଡଲିରେ ବହୁତ ବଢ଼ିଆ ଲାଗିଥାଏ ଖାଇବା ପାଇଁ। ତ ପ୍ରଥମେ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ ନେଇଯିବା, ତାପରେ 2ଟି କଞ୍ଚା ଲଙ୍କା ନେଇଯିବା, ହାଫ୍ ଇଞ୍ଚର ଅଦା ନେଇଯିବା, ଆଉ ଧଣିଆ ପତ୍ର ଆପଣମାନେ ହାତ ମୁଠାଏ କରିକି ଧଣିଆ ପତ୍ର ପ୍ରଥମେ ଧୋଇକି ଛିଣ୍ଡେଇକି ନେଇଯିବେ। ତାପରେ କ'ଣ କରିବା ନା ଏଠି ଚଣା ଡାଲ, ମୁଁ ଯେଉଁ ରୋଷ୍ଟେଡ ଚଣା ଡାଲଟା ସେଇଟା ନେଇଛି, ଫ୍ରେଶ କୋକୋନଟ୍ କୋରିକି ନେଇଛି, ନଡ଼ିଆକୁ କୋରିକି ନେଇଯାଇଛି। ଏଇଠି ମୁଁ ଯେତେବେଳେ ଭିଡ଼ିଓ କରିଛି ମୋ ପୁଅ କହୁଛି ମୁଁ ବି ପକେଇବି ସେଥିରେ, ମୋତେ ଦେ ମୁଁ ପକେଇବି, ତ ସିଏ ବି ପକେଇ ଦେଉଛି। ତାପରେ ତେନ୍ତୁଳି ଛୋଟ ଖଣ୍ଡେ ନେଇକି ତାକୁ ଅଳ୍ପ ଟିକେ ଟିକେ ପାଣି ଦେଇକି ଏଭଳି ଭାବରେ ସ୍ମୁଥ ପେଷ୍ଟ ବନେଇକି ନେଇ ଆସିବେ। ତାପରେ ଆମେ ତାକୁ ଆଉ ଗୋଟେ ପାତ୍ରରେ କାଢ଼ି ନେବା, କାରଣ ଆମେ ତାପରେ ତଡ଼କା ଲଗେଇବା, ସେଥିପାଇଁ ଆଉ ଗୋଟେ ପାତ୍ରରେ କାଢ଼ି ଆଣିବେ। ଦେଖନ୍ତୁ ବେଶୀ ପତଳା ରଖିବେନି, ଏ ଧଣିଆ ଚଟଣିଟି ଏମିତି ଭାବରେ କନସିଷ୍ଟେନ୍ସି ରଖିବେ, ବହୁତ ବଢ଼ିଆ ଲାଗିଥାଏ। ତ ଫ୍ରେଣ୍ଡସ୍, ମୋର ଫୁଲ୍ ଭିଡ଼ିଓ ଦେଖିବେ। ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗୁଥିବ ନିହାତି ଭାବରେ ମୋର ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିବେ, ଲାଇକ୍ ସେୟାର କମେଣ୍ଟ କରିବେ। ଦେଖନ୍ତୁ ତାପରେ ଆମେ ଚାଲନ୍ତୁ ଏବେ ତଡ଼କା ଲଗେଇବା। ତଡ଼କା ପ୍ୟାନ୍ ନେଇଯିବା, ଗରମ ହେଇଗଲେ ତେଲ ଦେଇଦେବା, ସେଥିରେ ଦେଇଦେବା ସୋରିଷ ଆଉ ଚଣା ଡାଲି ଯେଉଁଟା ସେଟା ଦେଇଦେବା, ବୁଟ ଡାଲି ଯେଉଁଟା, ତାପରେ ଗୋଟା ବିରି ଦେଇଦେବା, ଶୁଖିଲା ଲଙ୍କା ଦେଇଦେବା, ଜିରା ଦେଇଦେବା, ଆଉ ହେଙ୍ଗୁ ଟିକେ ପକେଇ ନେବେ। ଦେଇକି ଯେତେବେଳେ ଟିକେ ଭାଜି ହେଇଯିବ ତାପରେ ଏମିତି ଆମେ କ'ଣ କରିବା ନା ଢାଳି ଦେବା ଆମର ବାଟିଥିବା ଚଟଣିରେ। ଦେଖନ୍ତୁ ଢାଳି ଦେଇକି ଭଲ ଭାବରେ ମିକ୍ସ କରିନେବେ। ତାପରେ ଏ ଷ୍ଟେଜରେ ଆପଣମାନେ ସ୍ୱାଦ ଅନୁସାରେ ଲୁଣ ପକେଇବେ, ଲୁଣ ପକେଇକି ଭଲ ଭାବରେ ମିକ୍ସ କରିବେ। ଏବେ ଆମର ରେଡି ହେଇଗଲା ହୋଟେଲ ଷ୍ଟାଇଲର ଧଣିଆ ଚଟଣି।